ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବା ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରିୟ ଶ୍ରୋତା, ଗତ 3-4 ସପ୍ତାହରେ ଆମେ ମାର୍କ ଲିଖିତ ସୁସମାଚାର ପୁସ୍ତକ ଉପରେ ଆଲୋଚନା କରୁଛୁ। ଆଉ ବହୁତ କିଛି ଯୀଶୁଙ୍କ ବିଷୟରେ ଆମେ ଶିକ୍ଷା ଲାଭ କରୁଛୁ। ତାହେଲେ ଚାଲନ୍ତୁ ଆଜି ଆମେ ସେହି ମାର୍କ ଲିଖିତ ସୁସମାଚାରରୁ ଈଶ୍ୱରଙ୍କ ଆଚାର୍ଯ୍ୟ କାର୍ଯ୍ୟ, ଈଶ୍ୱରଙ୍କର ସେବା ଆଉ ଈଶ୍ୱରଙ୍କ ବାକ୍ୟ ଉପରେ ଆମେ ଧ୍ୟାନ କରିବା। ତାହା ପୂର୍ବେ ଚାଲନ୍ତୁ ଆଜି ଆମେ ନିଜେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ପ୍ରଦାନ କରିଅଛ, ସେହି ସମୟ ଯେପରିକି ଆମେ ତୁମ ସେହି ବାକ୍ୟ ଅନୁସାରେ ବ୍ୟବହାର କରିପାରିବୁ ଆଉ ତୁମ ସେହି ବାକ୍ୟ ଆମେ ଜାଣିପାରିବୁ, ତୁମ ସେହି ଆଶୀର୍ବାଦ ଯେପରିକି ଆମେ ପ୍ରାପ୍ତ ହେଇପାରିବୁ, ଏଥିପାଇଁ ଏମାନଙ୍କୁ ଆଶୀର୍ବାଦ କର। ଶତ୍ରୁ ଶୈତାନ ହାତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆମେ ବିଶେଷ ଆଜି ବା ଏହି ସପ୍ତାହରେ ଆଲୋଚନା କରୁଛୁ, ତାହା ହେଉଛି ଇନସାଇଡ୍ ଆଉଟ୍, ଭିତରକୁ ବାହାର। ତାହା ଅଧିକ ଜାଣିବା ପୂର୍ବେ ଚାଲନ୍ତୁ ଆମେ ସେହି ସପ୍ତାହର ପାଠକୁ ଆମେ ଦେଖିବା, ଯାହା ଲୁକ, ମାର୍କ, ମାଥ୍ୟୁ, ଜହନ ଆଉ ବିଶେଷ ଭାବରେ ମାର୍କ ଯାହା ଯୀଶୁଙ୍କ ବିଷୟରେ କହିଥିଲେ, ତାହା ବିଷୟରେ ଆମେ ଆଲୋଚନା କରିବା। ତାହା ପୂର୍ବେ ଚାଲନ୍ତୁ ଆମ ଏହି ସପ୍ତାହର ସ୍ୱର୍ଣ୍ଣ ପଦ ପଢିବା, ଯାହା ଆମେ ପାଉଅଛୁ ମାର୍କ ତାର 7:15ରେ। ଆଉ ଏଠି ଆମେ ପାଉଛୁ ମାର୍କ ଏହିପରି ଲେଖନ୍ତି କି ମନୁଷ୍ୟର ବାହାରରେ ଏପରି କୌଣସି ବିଷୟ ନାହିଁ ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାରେ ସେହି ସବୁ ତାହାକୁ ଅଶୁଚି କରେ। ବନ୍ଧୁ, ଏହା ଅନେକ ଲୋକଙ୍କ ମନରେ ଏହିପରି ଧାରଣା ରହିଛି କି ଆମେ ଏହି ପଦକୁ ବିଶେଷ ଭାବରେ ବୁଝିବାକୁ ବା ବୁଝି ପାରିନଥାଉ। ଆଉ କେଉଁ ପରିସ୍ଥିତିରେ ଯୀଶୁ ଏହି କଥା କହିଥିଲେ, ତାହା ବିଷୟରେ ବି ଆମେ କେବେ ବି ଭାବିନଥାଉ। ଆଉ ଏଇ ଯୋଉ ସପ୍ତାହର ପାଠରେ ଆମେ ଏଇ ଯୋଉ ପଦ ଉପରେ ଆମେ ଆଧାରିତ ରୂପେ ଦେଖିବା, ଯାହା ଆମମାନଙ୍କୁ ସାହାଯ୍ୟ କରେ। ଯେହେତୁ ଆମେ ଯୀଶୁଙ୍କ ଜୀବନରେ ଫାରୁସି, ଶାସ୍ତ୍ରୀ ଆଉ ଅନ୍ୟମାନେ କିପରି ଯୀଶୁଙ୍କୁ ତାଙ୍କ ଫାନ୍ଦରେ ପକାଇ କିପରି ଯୀଶୁଙ୍କୁ ତାଙ୍କୁ ନିନ୍ଦା କରିବେ, ଏହି ଆଲୋଚନାରେ ସେମାନେ ଚାଲିଥିଲେ, ଯାହାକି ଏକ ପ୍ରସଙ୍ଗ ଯାହା ଫାରୁସି ମାନଙ୍କୁ ବିଭିନ୍ନ ଅବସରରେ ଯୀଶୁଙ୍କ ସହିତ ମୁହାଁମୁହିଁ ହେବାକୁ ଥିଲା। ଆଉ ତାହା ହେଉଛି ପରମ୍ପରା। ବିଶେଷ ଭାବରେ ଯଦି ଆମେ ଦେଖିବା, ବିଶ୍ରାମ ଦିନ ହାତରେ କିଛି ଖାଦ୍ୟ ଶସ୍ୟ ଘଷନ୍ତୁ, ହାତ ଶୁଦ୍ଧ ନକରି ଖାଆନ୍ତୁ,
ଅନ୍ୟମାନଙ୍କୁ ଉପଭୋଗ କରିବାକୁ ରଖିବା ପାଇଁ ଈଶ୍ୱରଙ୍କ ସେବାରେ ବସ୍ତୁ ଉତ୍ସର୍ଗ କରନ୍ତୁ। ଏହିପରି ଯାହାକି ଯୋଉ ପରମ୍ପରା ଥିଲା, ଆମେ ଆଜି ବି ଖାଇବା ପୂର୍ବରେ ହାତ ଧୋଇଥାଉ। ଏହା ସେହି ସମୟରେ ଏହିପରି ପରମ୍ପରା ଥିଲା କି ଲୋକମାନେ ବି ହାତ ଧୋଉଥିଲେ, ମାତ୍ର କି ପ୍ରକାର ସେମାନେ ଧୋଉଥିଲେ ତାହା ଆମେ ଦେଖିବାକୁ ପଡିବ। କୌଣସି ଅନ୍ୟ ଜାତିକୁ ଛୁଇଁବା କିମ୍ବା ତାଙ୍କ ସହ ଖାଇବା ପାଇଁ ନୁହେଁ ବୋଲି ଯାହା ପରମ୍ପରା ଯହୁଦୀ ମାନଙ୍କର ଥିଲା, ଆଜି ଆମ ଭାରତ ଦେଶରେ ବି ଏହିପରି ରହିଅଛି। ଅନେକ ଏବଂ ବିବିଧ ପରମ୍ପରା ଥିଲା ଯାହା ଫାରୁସୀଙ୍କ ଧର୍ମକୁ ଅନୁସରଣ କରିବା କଷ୍ଟକର ହୋଇଥିଲା। ଯେଉଁ ବିଧି ବିଧାନ, ଯେଉଁ ପରମ୍ପରା ସେମାନେ ସମାଜରେ ଆଣିଥିଲେ, ଆଉ ଲୋକମାନଙ୍କୁ ଏଇ ଯୋଉ ବିଧି ବିଧାନ ଦ୍ଵାରା, ଏଇ ଯୋଉ ପରମ୍ପରା ଦ୍ଵାରା ବହୁତ ଅସୁବିଧା ବା କଷ୍ଟକର ହେଉଥିଲା, ଯାହା ଆମେ ମାର୍କ ମାଥ୍ୟୁ 23:16 ପାଉ କି ସେମାନେ ପରମ୍ପରା ହେତୁ ସେମାନେ ଅନ୍ଧ ମାର୍ଗଦର୍ଶନ ଦଉଥିଲେ। ମାନେ ବେଲେ ବେଲେ ଏଇ ଯୋଉ ପରମ୍ପରା ଆମମାନଙ୍କୁ ଅନ୍ଧ ରାସ୍ତାରେ ନେଇଥାଏ, ଅନ୍ଧ ମାର୍ଗଦର୍ଶନ ଦେଇଥାଏ, ଅନ୍ଧବିଶ୍ୱାସରେ ଟାଣି ନେଇଥାଏ। ସେହିପରି ମାଥ୍ୟୁ 23 ତାର 13ରେ ବି ଆମେ ପାଉଛୁ, ଯିଏ ଲୋକମାନଙ୍କ ପାଇଁ ସ୍ୱର୍ଗ ରାଜ୍ୟର ପ୍ରବେଶ ଦ୍ୱାର ବନ୍ଦ କରିଦେଲେ। ମାନେ ବେଳେ ବେଳେ ଏଇ ଯୋଉ ପରମ୍ପରା ଦ୍ଵାରା ଆମେମାନେ ଏମିତି ହୋଇଯାଇଥାଉ ଯେ ପରମ୍ପରା ଦ୍ଵାରା ଆମେ ସେ ସ୍ୱର୍ଗ ରାଜ୍ୟର ଯିବାର ଯୋଗ୍ୟ ହରାଇଥାଉ। ତାହେଲେ ବିଶେଷ ଭାବରେ ଏଇ ଯୋଉ ସପ୍ତାହରେ ଆମେ ଦେଖିବା ପରମ୍ପରାର ସମସ୍ୟା। ଆମ ଭାରତର ଦେଶ ମଧ୍ୟ ଏଇ ଯୋଉ ପରମ୍ପରାର ସମସ୍ୟା ଚାଲି ରହିଅଛି। ଆଉ ଏଇ ଯୋଉ ପରମ୍ପରା ସମସ୍ୟା ଯୋଗୁଁ ପରମେଶ୍ୱରଙ୍କ ଆଜ୍ଞାକୁ ବଦଳାଇବା ପରେ ଅନେକ ଲୋକ ଚେଷ୍ଟା କରୁଛନ୍ତି। ବିଶେଷ ଭାବରେ ଯାହା ଆମେ ଆଜିକାଲି ଖ୍ରୀଷ୍ଟିଆନ ଧର୍ମରେ ଆମେ ଦେଖୁଅଛୁ, ବାଇବଲର ଯୋଉ ବିଧିବିଧାନ ଅଛି, ସେଇ ବିଧିବିଧାନ ଗୁଡାକ ସେମାନେ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ତା ଦ୍ଵାରା କଣ ହଉଛି, ଯାହା ମାର୍କ 1:13 ଆମେ ପାଉଛୁ କି ସେମାନେ ପରମ୍ପରା ଦ୍ଵାରା 10 ଆଜ୍ଞାକୁ ବଦଳାଇବାକୁ ଚେଷ୍ଟା କରିଥିଲେ। ସେହିପରି ମାର୍କ 7:14-19 ଯଦି ଆମେ ଦେଖିବା, କଣ ପ୍ରଶଂସନ କରେ ଓ କଣ ନୁହେଁ, କଣ ପ୍ରଦୂଷଣ କରେ ଓ କଣ ନୁହେଁ। ତାପରେ ଆମେ ଦେଖିବା ପରମ୍ପରା ଏବଂ ଅନ୍ୟାନ୍ୟ। ସେଠିରେ ଆମେ ଦେଖିବା ଛୋଟ କୁକୁର ଯିଏକି ନିଜ ମାଲିକକୁ ଅତିକ୍ରମ କରିଥାଏ, ମାର୍କ ତାର 24-23ରେ ଆମେ ଦେଖିବା। ଆଉ ଖୋଲା ରଖାଯାଇଥିବା କାନ, ଯାହାକି ମାର୍କ 7:31-37ରେ ଆମେ ଦେଖିବା। ଯଦି ଆପଣ ମାନଙ୍କ ପାଖରେ ଯଦି ବାଇବଲ ଅଛି, ଦୟାକରି ଏଇ ଯୋଉ ଅଧ୍ୟାୟ ମୁଁ କହୁଅଛି, ଏଇ ଅଧ୍ୟାୟ ଗୁଡାକ ପଢନ୍ତୁ, ଯେପରିକି ଆମ ଏଇ ସାବାସକୁ ଷଷ୍ଠ ରୂପରେ ଆପଣ ମାନେ ବୁଝିପାରିବେ। ପରମ୍ପରା ଇଷ୍ଟ ବା ଯାହା ଆମେ କହୁଛୁ ଇଷ୍ଟ, ତାହା ଆମେ ପାଉଛୁ ମାର୍କ 8:11-13। ଏଇ ଯୋଉ ପଦ ଗୁଡାକ ମୁଁ କହିଛି, ଦୟାକରି ଆପଣ ମାନେ ଘରେ ପଢନ୍ତୁ ଆଉ ବାଇବଲ ଖୋଲି ଦେଖନ୍ତୁ କି ଯାହା ବାଇବଲରେ ଅଛି ତାହା ସତ୍ୟ କି ନୁହେଁ। ବନ୍ଧୁ, ତାହେଲେ ଚାଲନ୍ତୁ ପ୍ରଥମ ଦେଖିବା ପରମ୍ପରା ସମସ୍ୟା। ଯେପରିକି ପବିତ୍ର ଶାସ୍ତ୍ର ବାଇବଲରେ ଆମେ ପାଉଛୁ ମାର୍କ 7:9ରେ, ଲୋକମାନେ ପରମେଶ୍ୱରଙ୍କ ଆଜ୍ଞାକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି, ଆଉ ଚେଷ୍ଟା ବି କରିସାରିଛନ୍ତି, ଆଉ ସେହି ଆଜ୍ଞାକୁ ସେମାନେ ମାନୁନାହାନ୍ତି। ଏଥିଯୋଗୁ ମାର୍କ 7:9ରେ ଆମେ ପାଉଛୁ କି ପୁଣି
ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କ ଆଜ୍ଞା ବେଶ ଅଗ୍ରହ୍ୟ କରୁଅଛ ବା ନହିତେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଈଶ୍ୱରଙ୍କ ଆଜ୍ଞା ଈଶ୍ୱର ଆଜ୍ଞା ଦେଇଥିଲେ ଯେ ପୂଜାରୀମାନେ ଯେ ଧର୍ମ ଯେ ଯାଜକମାନେ ଧର୍ମଧାମ ସେବା କରିବା ପୂର୍ବରୁ ନିଜକୁ ପାଣିରେ ଶୁଦ୍ଧ କରିବା ପାଇଁ ମାନେ ନିଜକୁ ପାଣିରେ ଶୁଦ୍ଧ କରିବା ପାଇଁ, ଯାହା ଆମେ ଯାତ୍ରା ପୁସ୍ତକ ତାର 30:17-21 ଦେଖୁଅଛୁ। ଯେତେବେଳେ ଯାଜକମାନେ ବଳିଦାନ ଦେବା ପୂର୍ବରେ ସେମାନଙ୍କ ହାତ ଗୋଡ଼ ସବୁ କିଛି ପରିଷ୍କାର କରୁଥିଲେ ବୋଲି ଆମେ ଦେଖୁଅଛୁ। ତାପରେ ଅତ୍ୟଧିକ ଉତ୍ସାହର ପ୍ରେରିତ ହୋଇ ଯହୁଦୀମାନେ ରୀତିନୀତି ପ୍ରଦୂଷଣକୁ ଏଡ଼ାଇବା ପାଇଁ ସମସ୍ତ ଲୋକଙ୍କୁ ଏହି ଆଜ୍ଞା ଦେଇଥିଲେ କି ତୁମ ହାତ ଗୋଡ଼ ସବୁ କିଛି ଧୁଅ ବୋଲି। ଯେପରି ଶାସ୍ତ୍ରୀ ଏବଂ ଫାରୁସୀମାନଙ୍କ ପ୍ରଶ୍ନର ଉଦ୍ଦେଶ୍ୟ ଥିଲା ଏହା ପ୍ରମାଣ କରିବା ଯେ ଯୀଶୁ ଆଜ୍ଞାକୁ ସମ୍ମାନ କରନ୍ତି ନାହିଁ। ସେ ଆଜ୍ଞା କଣ? କି ନିଜକୁ ହାତ ଗୋଡ଼ ଧୋଇବା, ପରିଷ୍କାର ରଖିବା। ଏଇ ଯୋଉ ପରମ୍ପରା ମନୁଷ୍ୟ ଦ୍ୱାରା ଆସିଅଛି, କିନ୍ତୁ ଏହି ପ୍ରଶ୍ନ ସେମାନଙ୍କ ବିରୁଦ୍ଧରେ ପରିଣତ ହୋଇଥିଲା ବୋଲି ଆମେ ଦେଖୁଅଛୁ। ଯୀଶୁ ଆଜ୍ଞାକୁ ସମ୍ମାନ ଦେଲେ, ସେମାନେ ହିଁ ସେମାନଙ୍କୁ ଭାଙ୍ଗିଦେଲେ ଏବଂ ସେମାନଙ୍କ ସ୍ଥାନରେ ନିଜର ପରମ୍ପରା ପ୍ରଣୟନ କଲେ। ଯେପରି ଆମେ ଦେଖୁଅଛୁ, ଯେଉଁ ଆଜ୍ଞା ପରମେଶ୍ୱର ମାନଙ୍କୁ ଦେଇଛନ୍ତି, ବିଶେଷ ଭାବରେ ବିଶ୍ରାମ ବାର, ସେ ବିଶ୍ରାମ ବାର ମନୁଷ୍ୟର ପରମ୍ପରା ଦ୍ୱାରା ଆଜିକାଲି ଲୋକେ ପାଳନ କରୁଛନ୍ତି। ଆଉ ଈଶ୍ୱର ଏଇ ଯୋଉ ପରମ୍ପରା ପ୍ରାରମ୍ଭରୁ ଦେଇନାହିଁ। ସେ ପବିତ୍ର ଶାସ୍ତ୍ର ବାଇବଲ, ଯାହାକି ଆମମାନଙ୍କୁ ସେଇ 10 ଆଜ୍ଞା ଦେଇଥିଲେ, ଆଉ ସେଇ 10 ଆଜ୍ଞା ଯୀଶୁ ଖ୍ରୀଷ୍ଟ ନିଜେ ସମ୍ମାନ କଲେ ବୋଲି ଆମେ ଦେଖୁଅଛୁ। ଯଦି ଆପଣ ମାର୍କ 7:6-8 ପଢିବେ, ଏକ ଉଦାହରଣ, ଯଦି ସେମାନେ ଈଶ୍ୱରଙ୍କୁ ଯାହାକି କହୁଛୁ କବାନ ବା କିଛି ଉତ୍ସର୍ଗ କରନ୍ତି, ଯେପରିକି ଏକ ଘର, ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ଅସହାୟ ହୋଇଗଲେ, କିନ୍ତୁ ସେମାନେ ଏହାକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ନାହିଁ। ଯେପରିକି ସେମାନଙ୍କ ପିତାମାତାକୁ ସାହାଯ୍ୟ କରିବା, ଯାହା ମାର୍କ 7:9-13 ଆମେ ପାଉଛୁ। ଏଥିଯୋଗୁଁ ପରମେଶ୍ୱରଙ୍କ ଆଜ୍ଞାକୁ ଲୋକ ପରମ୍ପରା ଦ୍ୱାରା ବଦଳାଇବାକୁ ଚେଷ୍ଟା କରିଛନ୍ତି, କରନ୍ତି, ଆଉ ବର୍ତ୍ତମାନ ବି ଚାଲିଛି। ଏଥିଯୋଗୁଁ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ସ୍ପଷ୍ଟ ରୂପେ କହିଲେ କି ମନୁଷ୍ୟର ପରମ୍ପରା ଈଶ୍ୱରଙ୍କର ପରମ୍ପରା ନୁହଁ, ମାତ୍ର ଈଶ୍ୱରଙ୍କ ଆଜ୍ଞା ମନୁଷ୍ୟଙ୍କ ପରିତ୍ରାଣ ନିମନ୍ତେ ଦିଆଯାଇଅଛି। ବନ୍ଧୁ, ଯେପରିକି ଭଉଣୀ ଏଲେନ୍ ଜି ହ୍ୱାଇଟ୍ ସେ କହନ୍ତି କି ପ୍ରିପାରେସନ ଫର ହ୍ୱାଟ ଲାଇଜ୍ ଆହେଡ୍, ଡିସେମ୍ବର 12 ସେ ଏହିପରି ଲେଖିଥିଲେ କି ଯେ ସତ୍ୟ ତ୍ରୁଟି ମଧ୍ୟରେ ଶେଷ ବଡ଼ ସଂଘର୍ଷ ହେଉଛି ତାହା ଈଶ୍ୱରଙ୍କ ଆଜ୍ଞାକୁ ନେଇ ଦୀର୍ଘ ଦିନ ଧରି ଚାଲି ଆସୁଥିବା ମହାସଂଘର୍ଷ, ଅନ୍ତିମ ସଂଘର୍ଷ ପର୍ଯ୍ୟନ୍ତ। ଏହି ଯୁଦ୍ଧରେ ଆମେ ବର୍ତ୍ତମାନ ପ୍ରବେଶ କରୁଛୁ। ଯେଉଁ ସଂଘର୍ଷ ଚାଲିଛି ଈଶ୍ୱରଙ୍କ ସେଇ ଯୋଉ ଆଜ୍ଞା, ସେଇ ଆଜ୍ଞା ଦୀର୍ଘ ଦିନରୁ ଚାଲି ଆସୁଛି, ଆଉ ସେଇ ଯୋଉ ସଂଘର୍ଷ ଅନ୍ତିମ ପର୍ଯ୍ୟନ୍ତ ଥିବ, ଆଉ ସେଇ ସଂଘର୍ଷରେ ଆମେମାନେ ମଧ୍ୟ ପ୍ରବେଶ କରୁଛୁ। ଆଉ ମନୁଷ୍ୟମାନଙ୍କ
ନିୟମ, ମନୁଷ୍ୟମାନଙ୍କ ପରମ୍ପରା ଏବଂ ସଦାପ୍ରଭୁଙ୍କ ଉପଦେଶ, ସଦାପ୍ରଭୁଙ୍କ ଆଜ୍ଞା ମଧ୍ୟରେ ବାଇବେଲର ଧର୍ମ ଏବଂ କଳ୍ପନା ଓ ପରମ୍ପରାର ମଧ୍ୟରେ ଏକ ଯୁଦ୍ଧ ରହିଅଛି। ଏହା ଭଲ ଭାବରେ ମନରେ ରଖନ୍ତୁ। ତାହେଲେ ଚାଲନ୍ତୁ ଆଗକୁ ବଢିବା। ତାହେଲେ କଣ ପ୍ରଦୂଷଣ କରେ ଏବଂ କଣ ନୁହେଁ, ଯାହାକି ଆମେ ମାର୍କ 7:15 ଆମେ ଦେଖୁଛୁ କି ମନୁଷ୍ୟ ବାହାରେ ଏପରି କୌଣସି ବିଷୟ ନାହିଁ ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାର ହୁଏ ସେହି ସବୁ ତାହାକୁ ଅଶୁଚି କରେ ବୋଲି ଆମେ ଦେଖୁଅଛୁ। ହୋଇପାରେ ବନ୍ଧୁ, ଯଦି ଆମେ ଭଲ ଜିନିଷ ଖାଉଛୁ, ଭଲ ଜୀବନ ଯାପନ କରୁଛୁ, ସ୍ୱଷ୍ଟରେ ରହିବ, ସ୍ୱଷ୍ଟ ଓ ସ୍ୱାସ୍ଥ୍ୟ ଅଛୁ, ମାତ୍ର ଯଦି ଆମ କଥାବାର୍ତ୍ତାରେ ଯଦି ଅନ୍ୟ କୌଣସି ବ୍ୟକ୍ତିକୁ ଆଘାତ କରେ, ଆମର ବ୍ୟବହାରିକ ଜୀବନରେ ଯଦି ସେମାନେ ଖ୍ରୀଷ୍ଟଙ୍କୁ ଦେଖି ପାରୁନାହାନ୍ତି, ଆମ ଆଚରଣରେ ଯଦି ସେମାନେ ଖ୍ରୀଷ୍ଟଙ୍କର ଜୀବନ ପାଉନାହାନ୍ତି, ଯଦି ଏହା ଯଦି କରୁଛୁ, ତାହେଲେ ଆମେ ଅଶୁଚି ବୋଲି ଆମକୁ ଆମେ ନିଜ ପରିଚୟ କରୁଛୁ। ଯେପରି ଭବିଷ୍ୟତ ହାଗାଇ, ସେ ହାଗାଇ 2:12-13 ଏହିପରି ସେ ଲେଖନ୍ତି କି କଣ ଲେଖନ୍ତି? ପବିତ୍ର ମାଂସ ମାନେ କଣ? ବଲି ଦିଆଯାଇଥିବା ପଶୁର ପବିତ୍ର ମାଂସ ମାନେ କଣ? ଯେତେବେଳେ ଆମେ ଦେଖୁଛୁ, ଯଦି ଆମେ ପୁରାତନ ନିୟମକୁ ଯିବା, ସେଠି ଆମେ ଈଶ୍ୱରଙ୍କୁ ବଳିଦାନ ଦେଉଥିଲେ। ଆଉ ଯେବେ ସେମାନେ ଈଶ୍ୱରଙ୍କୁ ବଳିଦାନ ଦେଉଥିଲେ, ସେଇ ବଳିଦାନ ଥିଲା ପବିତ୍ର ମାଂସ। ଆଉ ବଲି ଦିଆଯାଇଥିବା ପଶୁର ସେଇ ଯୋଉ ତାହା ହୋଇଗଲା ଅପରିଷ୍କାର। ଯେତେବେଳେ କେହି ବି ବିଧବ ଭାବରେ ଅପରିଷ୍କାର ବ୍ୟକ୍ତିଙ୍କ ଦ୍ୱାରା ସ୍ପର୍ଶ କରନ୍ତି, ସେ ବି ଅପବିତ୍ର ହଉଥିଲା ବୋଲି ଏଠି ଆମେ ଦେଖୁଅଛୁ। ସେହିପରି ଫରାସୀ ମାନଙ୍କର ପରମ୍ପରା, ଏହା ଯେକୌଣସି ଖାଦ୍ୟ ସହିତ ଅନ୍ତର୍ଭୁକ୍ତ ଥିଲା। ଯେପରି ଲେଉସିଙ୍କ ଦ୍ୱାରା ଅନୁମତି ପ୍ରାପ୍ତ 11 ମାନେ ଲେବୀୟ ପୁସ୍ତକଙ୍କ ଦ୍ୱାରା ଯାହା ଅନୁମତି ପ୍ରାପ୍ତ ଆମେ ଦେଖୁଛୁ, ଯାହା ଯଦି ଆମେ ଲେବୀୟ ପୁସ୍ତକ 11 ଦେଖିବା, ସେଠି ଆମେ ପାଉଛୁ ଶୁଦ୍ଧ ଅଶୁଦ୍ଧ, ଶୁଚି ଅଶୁଚି, କୋଉ ଜିନିଷ ଶୁଚି କୋଉ ଜିନିଷ ଅଶୁଚି, କୋଉ ଜିନିଷ ଖାଇବାକୁ ପଡିବ କୋଉ ଜିନିଷ ନ ଖାଇବାକୁ ପଡିବ, ଏହି ବିଷୟରେ ଆମେ ସେଠି ପାଉଛୁ। ଏବଂ ଅଶୁଦ୍ଧ ହେଉ କି ନ ହେଉ, ଯେକୌଣସି ବ୍ୟକ୍ତିଙ୍କ ପାଇଁ ଉଠାଯାଇଥିବା ପ୍ରଶ୍ନର ଖାଦ୍ୟ ସହିତ କୌଣସି ସମ୍ପର୍କ ନାହିଁ। ଯାହା ଖାଇବେ କିମ୍ବା ଖାଇବେ ନାହିଁ, କିନ୍ତୁ ସେଗୁଡ଼ିକୁ ଖାଇବାର ଉପାୟରେ ବିଶୁଦ୍ଧ ହୋଇଥିବା କିମ୍ବା ଅଶୁଦ୍ଧ ହାତ ସହିତ, ଏହା ହଉଛି ତାର ବନ୍ଧୁ। ମାର୍କ 7:18-19 ଆମେ ଏହିପରି ଦେଖୁଛୁ, ତେଣୁ ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ଉପାୟରେ ହାତ ଧୋଇ ନାହାନ୍ତି, ତୁମେ ଖାଇଥିବା ଖାଦ୍ୟ ଅଶୁଦ୍ଧ ଥିଲା। କିନ୍ତୁ ଯୀଶୁ ସ୍ପଷ୍ଟ କରିଛନ୍ତି ଯେ ପାରମ୍ପରିକ ରୀତିନୀତି ପାଳନ ନ କରି ପରିଷ୍କାର ଖାଦ୍ୟ ଖାଇବା ଦ୍ୱାରା ଅଶୁଦ୍ଧ ହୁଏ ନାହିଁ। ତେବେ ପ୍ରକୃତରେ ଯାହା ଜଣେ ବ୍ୟକ୍ତିଙ୍କୁ ଦୂଷିତ କରିଥାଏ, ତାହା ହିଁ ତାଙ୍କ ଭିତରେ ଅଛି ବୋଲି ଯୀଶୁ କହନ୍ତି, ଯାହା ଆମେ ମାର୍କ 7:20-23 ପାଉଛୁ। ଆମର ପାପ ଆମର ଇଚ୍ଛା ଏବଂ ଚିନ୍ତାଧାରାକୁ ଉତ୍ପନ୍ନ କରିଥାଏ। ଏହା ହିଁ ପ୍ରଦୂଷଣ କରେ ଏବଂ କଣ ନୁହେଁ ତାହା ବିଷୟରେ କହେ। ତାହେଲେ ଚାଲନ୍ତୁ
ପରମ୍ପରା ତା ଛଡ଼ା ଅନ୍ୟାନ୍ୟ। ପରମ୍ପରା ତା ଛଡ଼ା ଅନ୍ୟାନ୍ୟ। ଆମେ ଏଠି ମାର୍କ 7:28, ଦୟାକରି ମାର୍କ ପୁସ୍ତକ ଆଉ ତାର 7:8 ଯେବେ ଆପଣଙ୍କୁ ସମୟ ପାଇବ ପଢ଼ନ୍ତୁ। ଏଠି ଆମେ ଏକ ଛୋଟ କୁକୁର ଯିଏକି ସେମାନଙ୍କ ମାଲିକଙ୍କର ଅତିକ୍ରମ କରନ୍ତି ବୋଲି ଆମେ ପାଉଛୁ। ଏଠି ଆମେ ଏକ ମହିଳାଙ୍କ ଯାହାଙ୍କର ଝିଅର ଦେହ ଭଲ ନଥିଲା, ଅସୁସ୍ଥ ଥିଲା, ସେ ଖ୍ରୀଷ୍ଟ ପାଖକୁ ଆସନ୍ତି ଆଉ ଖ୍ରୀଷ୍ଟଙ୍କୁ ତାଙ୍କ ଝିଅକୁ ସୁସ୍ଥ କରିବା ପାଇଁ ସେ କୁହନ୍ତି। କିନ୍ତୁ ସେ ତାହାଙ୍କୁ ଉତ୍ତର ଦେଲା, ହେ ପ୍ରଭୁ, କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟ କୁଣ୍ଡି କୁଣ୍ଡା ଖାଆନ୍ତି। ଯଦି ଆପଣମାନେ ଦେଖିବା, ଆପଣମାନେ ଯଦି ଦେଖିବେ ବାଇବଲରେ ଏଇ ଯୋଉ ଉଦାହରଣ, ଯାହା ଏଇ ଯୋଉ ସତ୍ୟ ଘଟଣା ଘଟିଥିଲା, ତାହା ଆମେ ଦେଖୁଛୁ ମାର୍କ 7ରେ। ଆଉ ଏହା ହଉଛି ପରମ୍ପରା ଅନୁଯାୟୀ ଜଣେ ଯହୁଦୀ ଜଣେ ଅନ୍ୟ ଜାତିକୁ ସ୍ପର୍ଶ କରିପାରେ ନାହିଁ। ଏହା ହଉଛି ଯହୁଦୀ ମାନଙ୍କର ପରମ୍ପରା, ଯାହା ଆମେ ଇଂରାଜୀ କହୁଛୁ ପାଗନ ବା ମୂର୍ତ୍ତି ପୂଜକ ବା ବିଦେଶୀ। ଆଉ ତାଙ୍କ ଘରେ ପ୍ରବେଶ ବି କରନ୍ତି ନାହିଁ, ଆଉ ତାଙ୍କ ସହ ସେମାନେ ବି ଖାଆନ୍ତି ନାହିଁ। ଏହା ଥିଲା ଯହୁଦୀ ମାନଙ୍କର ପରମ୍ପରା। ଈଶ୍ୱର କେବେ ହେଲେ ଏଇ ଯୋଉ ପରମ୍ପରା କରିନାହାନ୍ତି। ଆମେ ଏଠି ଦେଖୁଛୁ ଏଇ ଯୋଉ ଏକ ଗ୍ରୀକ ମହିଳାଙ୍କ ସହିତ ଯାହା ବ୍ୟବହାର କରିବାର ସମୟରେ ଯୀଶୁ ଏହି ପରମ୍ପରାକୁ ସମର୍ଥନ କରୁଥିବା ପରି ମନେ ହୁଏ। ସେ କହିଲେ, ମୁଁ ତୁମ ଝିଅକୁ ସୁସ୍ଥ କରିପାରିବି ନାହିଁ, କାରଣ ତୁମେ ଜଣେ ମୂର୍ତ୍ତି ପୂଜକ, ତୁମେ ଜଣେ ବିଦେଶୀ, ତୁମେ ଜଣେ ଅନ୍ୟ ଯହୁଦୀ। ମୁଁ କେବଳ ଯହୁଦୀ ମାନଙ୍କୁ ସୁସ୍ଥ କରେ, ଯାହା ଆମେ ଆଦି ପୁସ୍ତକ 7:26ରେ ଦେଖୁଛୁ। ଯୋଉ ତର୍କ ବିତର୍କ ଯଦି ଆମେ ଦେଖିବା, ଏଇ ଯୋଉ 7ରେ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଯହୁଦୀ ମାନେ ପରମେଶ୍ୱରଙ୍କର ସନ୍ତାନ ଏବଂ ମୂର୍ତ୍ତି ପୂଜକ ମାନେ କୁକୁର ଅଟନ୍ତି ବା ଗୃହପାଳିତ କୁକୁର। ଏହି ଭାବନାରେ ସେମାନଙ୍କର ପରମ୍ପରା ଥିଲା। ଆଉ ଏଇ ଯୋଉ ପରମ୍ପରାକୁ ଭାଙ୍ଗିବା ପାଇଁ ଯୀଶୁ ଏହିପରି କହିଥିଲେ। ଆମେ ଦେଖୁଛୁ ମହିଳା ଜନକ ଯୀଶୁଙ୍କ ତାଙ୍କ ବାର୍ତ୍ତାର ରଖିଥିବା ସଂକେତ ଗୁଡ଼ିକ ଧରିଲେ, ଆଉ ବିଶ୍ୱାସ ଦ୍ୱାରା ସେମାନଙ୍କୁ ଯୋଉ ବିଶ୍ୱାସ ତାଠାରେ ଥିଲା, ସେ ବିଶ୍ୱାସକୁ ସେ ଧରି ରଖିଥିଲେ ଆଉ ଯୀଶୁଙ୍କ ଉପରେ ସେ ବିଜୟ କଲେ। ଆଉ ଯୀଶୁଙ୍କର ଆଶୀର୍ବାଦ ସେ ପ୍ରାପ୍ତ ହେଲେ, ଆଉ ସେ ତାଙ୍କ ଝିଅକୁ ସୁସ୍ଥ କରିଥିଲେ। ଏହା ହଉଛି ଯୀଶୁଙ୍କର କାର୍ଯ୍ୟ। ଆଉ ଯେଉଁମାନେ ଏମିତି ପରମ୍ପରା ସୃଷ୍ଟି କରୁଥିଲେ, ଯାହା ଈଶ୍ୱର ସେମାନଙ୍କୁ ଆଜ୍ଞା ଦେଇଥିଲେ, ସେମାନେ ସେଇ ଆଜ୍ଞାକୁ ନ ମାନି ଆପଣା ପରମ୍ପରାକୁ ସେମାନେ ବ୍ୟବହାର କରିଥିଲେ, ଯାହାକି ବର୍ତ୍ତମାନ ସମୟରେ ବି ଚାଲି ଆସୁଅଛି। ସେ ଦ୍ୱିତୀୟ ସ୍ଥାନ ମାଗିପାରିବେ ଏବଂ ସନ୍ତୁଷ୍ଟଙ୍କ ଖଣ୍ଡର ଫାଇଦା ଉଠାଇବେ। ଯାହାକି ପ୍ରଥମ ଛାଡ଼ି ଦିଅନ୍ତୁ, ଯାହା ଆମେ ଦେଖୁଛୁ କୁକୁରର ଗୃହପାଳିତ କୁକୁର, ବୁଲା କୁକୁର ନୁହେଁ, ଗୃହପାଳିତ କୁକୁର। ସେ ବୁଲା କୁକୁର ପରି ନୁହେଁ, ସେ ଗୃହପାଳିତ କୁକୁର। ଆଉ ଏହି ପରିବାରର ଅଂଶ ଥିଲେ ଏବଂ ତେଣୁ ସେମାନେ ଏହାର ଲାଭ ଉପଭୋଗ କରିପାରୁଥିଲେ। ମାତ୍ର ଯେଉଁ କୁକୁର ଗୃହପାଳିତ ନାହିଁ, ସେଇ କୁକୁର ଏଇ ଯୋଉ ଲାଭ ଉପଭୋଗ କରିପାରୁନଥିଲା। ଏଥି କାରଣରୁ ଯେଉଁ ପରମ୍ପରା
ଇହୁଦୀ ମାନେ ଆଣିଥିଲେ ସେହି ପରମ୍ପରାକୁ ସେମାନଙ୍କୁ ଶିଖାଇବା ପାଇଁ ଚେଷ୍ଟା କଲେ କି ଈଶ୍ୱରଙ୍କ ସମ୍ମୁଖରେ କେହି ବି ଭିନ୍ନ ନାହାନ୍ତି। ସମସ୍ତେ ଈଶ୍ୱରଙ୍କର ସନ୍ତାନ ସନ୍ତତି। ସମସ୍ତଙ୍କୁ ପରମେଶ୍ୱର ସୃଷ୍ଟି କରିଛନ୍ତି। ଆମେ କାହାକୁ ବି ମାନେ ଆ, ଖରାପ ଦେଖିବାକୁ ବା ଅଲଗା ଦେଖିବାକୁ ନାହିଁ ବା ବିଭେଦ କରିବା ଯାହା ଆମେ କହୁଛୁ ସେପରେସନ କରିବାର କିଛି ନାହିଁ। ସମସ୍ତେ ସଦାପ୍ରଭୁଙ୍କର ସୃଷ୍ଟି ଆଉ ସମସ୍ତେ ସଦାପ୍ରଭୁଙ୍କର ସନ୍ତାନ ସନ୍ତତି। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ଖୋଲା ଯାଇଥିବା କାନ ଆଉ ସ୍ପର୍ଶ ଆଡେ ଉର୍ଦ୍ଧ୍ୱ ଦୃଷ୍ଟି କରି ଦୀର୍ଘ ନିଶ୍ୱାସ ପକାଇ ତାହାକୁ କହିଲେ ବିପକ୍ଷ ଅର୍ଥାତ୍ ପିଟିଜା ମାନେ ଯାହାକି ଏଇ ଯୋଉ ଆଚାର୍ଯ୍ୟରେ ଆମେ ଦେଖୁଛୁ ମାର୍କ 7:31ରେ ଯୀଶୁ ଟାୟାର ଯିବାର ତାଙ୍କର ଇଚ୍ଛା ନଥିଲା। ସେ ଗାଲିଲକୁ ଏଡାଇ ଜାଣି ଶୁଣି ଅନ୍ୟ ଜାଗାକୁ ଭ୍ରମଣ କରିଥିଲେ। ଆଉ ଏହି ଉପାୟରେ ସେ ନିଜ ଶିଷ୍ୟମାନଙ୍କ ସହ ସମୟ ବିତାଇବାର ସକ୍ଷମ ହୋଇଥିଲେ। ଡେକା ପୋଲିସରେ ପହଞ୍ଚିବା ପରେ ସେମାନେ ଜଣେ ବ୍ୟକ୍ତିଙ୍କୁ ସୁସ୍ଥ ହେବା ପାଇଁ ଆଣିଥିଲେ, ଯାହା ଆମେ ମାର୍କ 7:34 ଦେଖୁଅଛୁ। ତାଙ୍କୁ ଅଲଗା କରି ସେ ତାଙ୍କୁ ସୁସ୍ଥ କରିବା ପାଇଁ ଏକ ଅଭୂତ ପ୍ରଣାଳୀ ବ୍ୟବହାର କରୁଥିଲେ। ଯଦି ଆପଣ ମାର୍କ 7:32-34 ପଢିବେ, ଯୀଶୁ ଖ୍ରୀଷ୍ଟ କୋଉ ପ୍ରକାର ପ୍ରଣାଳୀ ବ୍ୟବହାର କରିଥିଲେ ଆଉ ତାକୁ ସୁସ୍ଥ କରୁଥିଲେ ତାହା ବିଷୟରେ ଆମେ ଦେଖୁଅଛୁ। ଯୀଶୁ ତାଙ୍କ କାର୍ଯ୍ୟ ଦ୍ୱାରା ଏହି ଲୋକଟିକୁ ବିଶ୍ୱାସ କରିବାକୁ ଅନୁମତି ଦେଲେ ଯେ ସେ ତାଙ୍କୁ ସୁସ୍ଥ କରିପାରିବେ। ଫଳରେ ଯୀଶୁଙ୍କୁ ଦେଖି ଆନନ୍ଦରେ ଆଶ୍ଚର୍ଯ୍ୟ ହୋଇଗଲେ ବୋଲି ମାର୍କ 7:35-37 ସେ ମାର୍କ ଏହିପରି ପ୍ରକାଶ କରୁଛନ୍ତି। ବନ୍ଧୁ, କିନ୍ତୁ ଯୀଶୁ କାହିଁକି ଚିତ୍କାର କଲେ ଖୋଲା ରହନ୍ତୁ? ଏହା ଏକ ପ୍ରଶ୍ନ। ବଧିର ଲୋକଟି ସ୍ପଷ୍ଟ ଭାବରେ ଶୁଣି ପାରୁଥିଲା ଏବଂ ସେ ପ୍ରଥମେ ଯୀଶୁଙ୍କ ବାକ୍ୟ ଶୁଣିଥିଲେ, କିନ୍ତୁ ଯୀଶୁ ସେମାନଙ୍କ ବିଷୟରେ ଚିନ୍ତା କଲେ। ଯେଉଁମାନେ ଶୁଣିଲେ ତାଙ୍କ କଥା ଶୁଣିବାକୁ କିମ୍ବା ତାଙ୍କ ବାର୍ତ୍ତା ଗ୍ରହଣ କରିବାକୁ ଚାହୁଁନଥିଲେ, ସେମାନଙ୍କ ବିଷୟରେ ଆମେ ଯୀଶୁ ଏମିତି ଚିତ୍କାର କଲେ ଯେପରି ସେମାନେ ଶୁଣିବେ। ତା ବାଦେ ଯୀଶୁ ଚାହାନ୍ତି ଯେ ଆମମାନଙ୍କୁ ତାଙ୍କର ବାର୍ତ୍ତା ଶୁଣିବା ପାଇଁ ଆମର କାନ ପ୍ରସ୍ତୁତ ରଖିବାକୁ ହେବ ଏବଂ ଯେଉଁମାନେ ଆମଠାରୁ ଠିକ ସମୟରେ ବାକ୍ୟ ଶୁଣିବା ଆବଶ୍ୟକ କରନ୍ତି ସେମାନଙ୍କୁ ଚିତ୍କାର କରି ଶୁଣାଇବାକୁ ପଡିବ। ଏହା ମଧ୍ୟ କରିବାକୁ ପଡିବ ଯେପରିକି ଈଶ୍ୱରଙ୍କ ବାକ୍ୟ ସେମାନେ ଶୁଣିପାରିବେ। ବେଲେ ବେଲେ ଯେବେ ଆମେ ଈଶ୍ୱରଙ୍କ ବାକ୍ୟ କହିଥାଉ, ସେମାନେ କାନକୁ ଯେପରିକି କାନରେ ଦୁଇ ପଟରେ ତୁଳା ଦେଇ ବନ୍ଦ କରାଯାଇଛି ସେହିପରି ସେମାନେ ରହନ୍ତି। ଏଥିଯୋଗୁ ବେଲେ ବେଲେ ଈଶ୍ୱରଙ୍କ ବାକ୍ୟ ଯେବେ ଆମେ କହୁ, ଯେପରି ସେମାନେ ଶୁଣିପାରିବେ, ଯେପରି ସେମାନେ ବିଶ୍ୱାସ କରିପାରିବେ, ଯେପରି ସେମାନେ ପରିତ୍ରାଣ ଲାଭ କରିପାରିବେ, ଏଥିଯୋଗୁ ଆମେ ପାଉଛୁ କି କାନ ଖୋଲା ଥିବା, ଆମର କାନ ଖୋଲା ଥିବା ଯେମିତିକି ଆମେ ଭଲ ଶୁଣିପାରିବା ଆଉ ଯାହାକୁ ଆମେ କହୁଛୁ ସେମାନଙ୍କ କାନରେ ମଧ୍ୟ ଯେପରିକି ପ୍ରଭୁଙ୍କ ବାକ୍ୟ ପ୍ରବେଶ ହୋଇପାରିବ। ଚାଲନ୍ତୁ ଆଗକୁ ବଢିବା। ପରମ୍ପରା ଖମ୍ବୀର, ଯାହା ଆମେ ଇଷ୍ଟ କହୁଛୁ, ଯାହା ଦ୍ୱାରା କି ରୁଟି ହୋଇଥାଏ। ଆଉ ଏଇ ଯୋଉ ଗମ୍ଭୀର ଯଦି ନଥିବ, ଖମ୍ବୀର, ଏଇ ଯୋଉ ଖମ୍ବୀର ଯଦି ନଥିବ ରୁଟି ସାଧାରଣରେ ହୁଏ ନାହିଁ, ଯାହା ଆମେ ପାଉ ରୁଟି କହୁଛୁ। ତାହେଲେ
ଏଠି ପାୱରଟି କାହିଁକି ଆସିଲା? ଯଦି ମାର୍କ 8:15 ପଢିବା ବନ୍ଧୁ, ଆମେ ଦେଖୁଛୁ ପରେ ଯୀଶୁ ସେମାନଙ୍କୁ ଦୃଢ ଆଜ୍ଞା ଦେଲେ, ସତର୍କ ହୁଅ, ଫରୁସୀ ମାନଙ୍କ ଓ ହେରୋଦଙ୍କ ଗମ୍ଭୀର ଠାରୁ ସରି ଖମ୍ପି ଖମିର ଠାରୁ ସାବଧାନ ହୋଇଥାଉ। ଖମିର ମାନେ ଇଷ୍ଟ, ସେ ଯୋଉ ଇଷ୍ଟ ଠାରୁ ତୁମେ ଦୂରେ ରୁହ ବୋଲି ଯୀଶୁ ଆପଣା ଶିଷ୍ୟ ମାନଙ୍କୁ କହୁଛନ୍ତି। ତ ତାହେଲେ ଏଇ ଯୋଉ ଖମିର କଣ? ଯେତେବେଳେ ସେମାନେ ଡାଲ ମନୁଆରେ ପହଞ୍ଚିଲେ, ଯୀଶୁ ବଧିର ପରିଷୀ ମାନଙ୍କ ବା ପରିଷୀ ମାନଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ତାଙ୍କ ଅଧିକାରକୁ ଚିହ୍ନ ମାଗିଥିଲେ କି ତୁମେ ସଦାପ୍ରଭୁଙ୍କ ପୁତ୍ର ବୋଲି ଏହା ଆମମାନଙ୍କୁ ପ୍ରମାଣ ଦିଅ, ଯାହା ଆମେ ମାର୍କ 8:10-11 ପାଉଛୁ। ଯେବେ ସେଇ ଯୋଉ ଫାରୁସି ସେଇ ଯାଜକ ମାନଙ୍କୁ ସେ ଭେଟିଲେ, ସେମାନେ ଯୀଶୁଙ୍କ ଠାରୁ କିଛି ଚିହ୍ନ ମାଗୁଥିଲେ କି ତୁମେ ଆମମାନଙ୍କୁ ପ୍ରମାଣ କରି ଦେଖାଅ କି ତୁମେ ସେଇ ସଦାପ୍ରଭୁଙ୍କ ପରମେଶ୍ୱରଙ୍କର ପୁତ୍ର। ଆଉ ସେମାନଙ୍କୁ କୌଣସି ଚିହ୍ନ ଦେବାକୁ ମନା, ମାନେ ସେ କହିଲେ ମୁଁ କୌଣସି ଚିହ୍ନ ତୁମମାନଙ୍କୁ ଦେବି ନାହିଁ। ଆଉ ଯୋଉମାନେ ବିଶ୍ୱାସ କରିବାକୁ ଚାହୁଁନଥିଲେ, ସେମାନଙ୍କୁ କିଛି ବି ବିଶ୍ୱାସ କରିବାକୁ କରିବା ପାଇଁ ନାହିଁ। ନିରାଶ ହୋଇ ସେ ନିଜ ଶିଷ୍ୟମାନଙ୍କୁ ସହ ଏହି ଅଞ୍ଚଳକୁ ଛାଡି ଚାଲିଗଲେ, କାହିଁକି? ସେମାନେ ଚିହ୍ନ ମାଗୁଥିଲେ, ସେମାନେ ବିଶ୍ୱାସ କଲେ ନାହିଁ। ଆଉ ଏଇ ଯୋଗୁ ଯୀଶୁ ଖ୍ରୀଷ୍ଟ ନିରାଶ ହୋଇ ଆପଣା ଶିଷ୍ୟମାନଙ୍କୁ ଏକ ଅଞ୍ଚଳକୁ ଗଲେ, ଏକ ନିଚୁଟିଆ ଜାଗା ଅଞ୍ଚଳକୁ ଗଲେ, ଯେଉଁଥିରେ ସେ ଏଇ ଆଶ୍ଚର୍ଯ୍ୟ କାମ କରିଥିଲେ, ଯାହା ମାର୍କ 8:12-13 ପାଉଛୁ। ମାତ୍ର ସମୟରେ ଯାତ୍ରା ସମୟରେ ଯୀଶୁ ସେମାନଙ୍କୁ କହିଲେ ଏହିପରି, କଣ କହିଲେ? ଫାରିସୀ ମାନଙ୍କ ଖମିର ଠାରୁ ସାବଧାନ, ଅର୍ଥାତ୍ ଧର୍ମର ବ୍ୟାପିଥିବା ଏବଂ ଏହାକୁ ଦୁର୍ନୀତିଗ୍ରସ୍ତ କରିଥିବା ଶିକ୍ଷକ ମାନଙ୍କ ଏବଂ ସେମାନଙ୍କ ପରମ୍ପରା ବିଷୟରେ ଯୀଶୁ କହିଥିଲେ, ଯାହା ମାର୍କ 8:15 ପାଉଛୁ, ଯାହାକି ଆମେ ଆଗରେ ଦେଖିଲୁ। ଯେବେ ସେଇ ଯୋଉ ଫାରୁସୀ ମାନଙ୍କ ସେଇ ଯାଜକ ମାନଙ୍କୁ ଭେଟିଲେ, ସେମାନେ ଚାହୁଁଥିଲେ କି କଣ ଚାହୁଁଥିଲେ? କି ସେମାନେ ଚାହୁଁଥିଲେ ପ୍ରମାଣ କି ସେ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ଆଉ ଏଥିଯୋଗୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟ ମାନଙ୍କୁ କହୁଛନ୍ତି କି ଏମିତି ଲୋକମାନଙ୍କ ଠାରୁ ତମେ ସାବଧାନ ରୁହ, ଯୋଉମାନେ ତୁମମାନଙ୍କୁ ଏମିତି ପ୍ରଶ୍ନ କରନ୍ତି, ଯାହା ଦ୍ୱାରା ତମେ ତୁମର ବିଶ୍ୱାସ କମ ହୋଇଯାଇପାରେ। ଏଥିଯୋଗୁ ଯୀଶୁ କହିଲେ ସେମାନଙ୍କ ଠାରୁ ସାବଧାନ। ଆଜି ବି ଆମମାନେ ଏମିତି ଲୋକମାନଙ୍କ ଠାରୁ ସାବଧାନ ଥିବାକୁ ପଡିବ, ଯେହେତୁ ସେମାନେ ବିଶ୍ୱାସ ତ କରିବେ ନାହିଁ, ଆଉ ଯେ କେହି ବିଶ୍ୱାସ କରୁଛି ସେମାନଙ୍କୁ ମଧ୍ୟ ଏମିତି କଥାରେ ସେମାନେ ବୁଲାଇ ଦିଅନ୍ତି, ଆଉ ସେମାନଙ୍କ ବିଶ୍ୱାସ ଟା ହରି ଯାଇଥାଏ। ଏଥିଯୋଗୁ ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟ ମାନଙ୍କୁ କହନ୍ତି କି ସାବଧାନ ରୁହ, ଏମିତି ଲୋକମାନଙ୍କ ଠାରୁ ତୁମେ ସାବଧାନ ରୁହ। ଶିଷ୍ୟମାନେ ରୂପକ ବୁଝି ପାରିଲେ ନାହିଁ ବୋଲି ସେମାନେ ଭାବିଲେ ଯେ ରୁଟି ଆଣି ନଥିବାରୁ ସେ ସେମାନଙ୍କ ନିନ୍ଦା କରୁଛନ୍ତି, ଏବଂ ସେମାନେ ବିଶ୍ୱାସ କଲେ ଯେ ସେମାନେ ଫାରିସି କିମ୍ବା ତୁଦିସି ଥିବା ବ୍ୟକ୍ତିଙ୍କ ଠାରୁ ରୁଟି କିଣିବା ଉଚିତ ନୁହେଁ। ଏହିପରି ସେମାନେ ଭାବିଲେ। ଯେବେ ଯୀଶୁ ଖ୍ରୀଷ୍ଟ କହିଲେ କି ତୁମାନେ ସତର୍କ ରୁହ, ଫାରୁସୀ ମାନଙ୍କର ହେରୋଦଙ୍କ ମାନଙ୍କର ଖମ୍ବୀର ଠାରୁ ଖମିର ଠାରୁ, ତେବେ
ଏମାନେ ଏମିତି ବୁଝିଲେ ଯେ କି ଯୀଶୁ ରୁଟି ଅଛି କି ନାହିଁ। ଶିଷ୍ୟମାନେ ରୂପକୁ ବୁଝି ପାରିଲେ ନାହିଁ। ନ ବୁଝି ସେମାନେ କଣ କଲେ, ଭାବିଲେ ସେମାନେ ରୁଟି ଆଣିଥିବାରୁ ସେ ସେମାନଙ୍କୁ ନିନ୍ଦା କରୁଛନ୍ତି। ରୁଟି ନ ଆଣିଥିବା ପାଇଁ ସେମାନଙ୍କୁ ନିନ୍ଦା କରୁଛନ୍ତି। ଏବଂ ସେମାନେ ବିଶ୍ୱାସ କଲେ ଯେ ସେମାନେ ଫାରୁସି କିମ୍ବା ସୁଦିସି ଏହିମାନଙ୍କ ବ୍ୟକ୍ତିରୁ ରୁଟି କେବେ ହେଲେ ଆଣିବ ନାହିଁ। ବନ୍ଧୁ, ଆମେ ଭଲ ଭାବରେ ଜାଣିଛୁ ମାର୍କ 8:16-21 ପର୍ଯ୍ୟନ୍ତ ଦେଖିବା, ଯେପରି ଯୀଶୁ ଖ୍ରୀଷ୍ଟ 2 ମାଛ 5 ରୁଟି ଆଉ 7 ରୁଟି କିଛି ଛୋଟ ମାଛ ଦ୍ୱାରା 5,000 ଲୋକଙ୍କୁ ଖାଦ୍ୟ ବା ଖୁଆଇଥିଲେ। ଆଉ 7 ରୁଟି ଆଉ ଛୋଟ ଛୋଟ ମାଛ ଦ୍ୱାରା 4,000 ଲୋକଙ୍କୁ ସେ ଖୁଆଇଥିଲେ। ଆଉ ଯେ ଯେଉଁ ପ୍ରଭୁ 5 ରୁଟି 2 ମାଛ ଦ୍ୱାରା ଯଦି 5,000 ଲୋକଙ୍କୁ ଖାଦ୍ୟ ଦେଇ ପାରୁଛନ୍ତି, ସେହି ପ୍ରଭୁ ସେହି ସମୟରେ ସେମାନଙ୍କୁ ଯୋଗାଇ ପାରିବେ। ଏହା ସେମାନେ ବିଶ୍ୱାସ, ସେମାନଙ୍କ ଠାରୁ ବିଶ୍ୱାସରୁ ବାହାର ଥିଲା। ଏଥିଯୋଗୁଁ ଯୀଶୁ କହୁଛନ୍ତି କି ତୁମେ ସାବଧାନ ରୁହ। ପରମ୍ପରା ଓ ଭ୍ରାନ୍ତ ଧାରଣାରେ ପରିଚାଳିତ ସ୍ରୋତ ସହିତ ଭାସିବା ଆମ ପାଇଁ କିଛି କରିବ ନାହିଁ। ଈଶ୍ୱରଙ୍କ ସହ ମିଶି ଆମକୁ ଶ୍ରମିକ ହେବା ଉଚିତ। ତାପରେ ଆସନ୍ତୁ ଉଠି ଚମତ୍କିବା। ସଂଘର୍ଷର ସମୟ ବିତାଇବାକୁ ସମୟ ନାହିଁ। ମନେ ରଖନ୍ତୁ, ଯୀଶୁଙ୍କ ପରି ଯେଉଁମାନଙ୍କର ସତ୍ୟ ବିଷୟରେ ଜ୍ଞାନ ଅଛି, ସେମାନେ ଏବେ ହୃଦୟ ଓ ଉଦ୍ଦେଶ୍ୟର ଏକ ହେବା ଉଚିତ। ସମସ୍ତ ମତଭେଦ ଦୂର ହେବା ଦରକାର। ଚର୍ଚ୍ଚର ସଦସ୍ୟମାନେ ଚର୍ଚ୍ଚର ମହାନ ମୁଖ୍ୟତ୍ୱ ଅଧୀନରେ ଏକଜୁଟ ହେବା ଉଚିତ। ଯେଉଁମାନଙ୍କର ସତ୍ୟ ବିଷୟରେ ଜ୍ଞାନ ଅଛି, ସେମାନେ ଉଠି ଉଜ୍ଜଳ ହେବା ଉଚିତ। କହିବାକୁ ପଡ଼ିବ ଅନ୍ୟମାନଙ୍କୁ, ଆଉ ଜୋରରେ କହିବାକୁ ପଡ଼ିବ, ସେମାନଙ୍କୁ ଛାଡ଼ିବାକୁ ହେବ ନାହିଁ। ଯେହେତୁ ଯେଉଁ ତୁମର ସ୍ୱରଠୁ ତୁଷାର ଭଳି ଉଠାନ୍ତୁ ବୋଲି ଯିଶାୟ 58:1 ମାନେ ତୁମ ସ୍ୱର ବହୁତ ଜୋରେ କୁହନ୍ତୁ, ଯେପରି ଅନ୍ୟ ଲୋକ ଶୁଣିପାରିବେ। ଆଉ ସତକୁ ବିସ୍କୃତ କରନ୍ତୁ ନାହିଁ, ଲୁଚାନ୍ତୁ ନାହିଁ। ଆତ୍ମା ବିଜିତ ଈଶ୍ୱରଙ୍କ ପାଇଁ ଚିତ୍କାର କରନ୍ତୁ ବୋଲି ଆମେ ଭାବୁଅଛୁ। ବନ୍ଧୁ, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱର ଯିଏକି ଆମମାନଙ୍କୁ ଏଇ ଯୋଉ ସତ୍ୟ କଥା ଦେଇଛନ୍ତି, ତାହାଙ୍କ ଉପରେ ଆମେ ବିଶ୍ୱାସ କରିବା। ସେ ଆମର ତ୍ରାଣକର୍ତ୍ତା, ସେ ଆମର ପ୍ରଭୁ। ଆଉ ଆଜିକାଲି ଲୋକେ ଅଛନ୍ତି ଏହି ସତ୍ୟକୁ ଲୁଚାଇବା ପାଇଁ, ଯେହେତୁ ପବିତ୍ର ଶାସ୍ତ୍ର ମାନଙ୍କୁ ସିଧାସଳଖ କହୁଛି କି ଏମାନଙ୍କ ଠାରୁ ଦୂରରେ ରୁହ ଆଉ ତାଙ୍କ ଆଜ୍ଞା ପାଳନ କର। ସତ୍ୟରେ ଚାଲ, ଯେପରିକି ପରିତ୍ରାଣ ଲାଭ କରିପାରିବ। ତାହେଲେ ଚାଲନ୍ତୁ ବନ୍ଧୁ, ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଧନ୍ୟବାଦ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯାମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ସାବସ୍କୁ ପାଠ ଦ୍ୱାରା ଜାଣିଲୁ, ଏହା ରଖିବା ପାଇଁ ସେହି ପବିତ୍ର ଆତ୍ମା ଦ୍ୱାରା ଆମକୁ ସାହାଯ୍ୟ କର, ଯେପରିକି ମିଥ୍ୟା ସାକ୍ଷ୍ୟ ମିଥ୍ୟା କଥା କହିବା ଲୋକମାନଙ୍କ ଠାରୁ ଆମେ ଦୂରେଇ ରହିପାରିବୁ, ଯେପରିକି ତୁମ ସେଇ ସତ୍ୟ ବାକ୍ୟରେ ଆମେ ଚାଲିପାରିବୁ। ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର। ଆଉ ପରିଶେଷ ଯେବେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଏମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ତୁମେ ଗ୍ରହଣ କର। ଆମେନ୍।
ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।